ବୈଜ୍ଞାନିକ ମାନଙ୍କର ସତର୍କ ବାଣୀ ତିଆରି ହେଉଛି ଆଣ୍ଟି ଏଜିଂ ଔଷଧ। କେବଳ କ୍ଲିନିକାଲ ଟ୍ରାଏଲକୁ ଅପେକ୍ଷା ବୈଜ୍ଞାନିକ ମାନେ ଏପରି ଏକ ଆଣ୍ଟି ଏଜିଂ ଔଷଧ ତିଆରି କରୁଛନ୍ତି ଯାହା ମଣିଷର ବୟସ 150 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିପାରେ। ଚୀନର ବୈଜ୍ଞାନିକ ମାନେ ଅଙ୍ଗୁର ମଞ୍ଜିରୁ ପ୍ରସ୍ତୁତ ଏକ ଔଷଧ PCC1 ବା ପ୍ରୋସିସିଆନିଡିନ୍ C1 ଉପରେ କାମ କରୁଛନ୍ତି, ଯାହା ମଣିଷର ବୟସକୁ 150 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିପାରେ। ସେନଝେନର ଲଙ୍ଗଭି ବାୟୋସାଇନ୍ସେସ୍ ନାମକ ଏକ କମ୍ପାନୀ ଆଣ୍ଟି ଏଜିଂ ଗୋଲି ତିଆରି କରୁଛି। ମୂଷାମାନଙ୍କ ଉପରେ ପରୀକ୍ଷା କରାଯିବା ପରେ ସେମାନଙ୍କର ବୟସ 9% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ସେନଝେନର ବାୟୋଟେକ୍ କମ୍ପାନୀ ଲଙ୍ଗଭି ବାୟୋସାଇନ୍ସେସ୍ ଏହି ଔଷଧ ଉପରେ କାମ କରୁଛି। ଏହି ଗୋଲିର ମୁଖ୍ୟ ଉପାଦାନ ହେଉଛି ପ୍ରୋସିସିଆନିଡିନ୍ C1 ବା PCC1, ଯାହା ଅଙ୍ଗୁର ମଞ୍ଜିର ଅର୍କରେ ମିଳିଥାଏ। କମ୍ପାନୀ ଦାବି କରିଛି ଯେ ଏହି ଗୋଲି ବୁଢ଼ା ଏବଂ ଦୁର୍ବଳ କୋଷଗୁଡ଼ିକୁ ନଷ୍ଟ କରିଦେବ ଏବଂ ସୁସ୍ଥ କୋଷଗୁଡ଼ିକୁ ରକ୍ଷା କରିବ। ଏହାଦ୍ୱାରା ମଣିଷର ବୟସ ବହୁତ ବଢ଼ିଯାଇପାରେ। କିନ୍ତୁ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ମଣିଷମାନଙ୍କ ଉପରେ ଏହାର ପରୀକ୍ଷଣ କରିବା ଅତ୍ୟନ୍ତ ଜରୁରୀ, କିନ୍ତୁ ଏହାକୁ ମଣିଷ ଉପରେ ଲାଗୁ କରିବା କଷ୍ଟକର। ସେମାନେ କହିଛନ୍ତି ଯେ ଏହି ପ୍ରକ୍ରିୟା ଜଟିଳ ଏବଂ ଔଷଧର ପ୍ରଭାବଶାଳୀତା ଓ ସୁରକ୍ଷା ପ୍ରମାଣ କରିବା ପାଇଁ ବଡ଼ ଏବଂ କଡ଼ା କ୍ଲିନିକାଲ ଟ୍ରାଏଲ ଜରୁରୀ। ଏହି ଗବେଷଣା 2021 ମସିହାରେ ନେଚର ମେଟାବଲିଜିମ୍ ପତ୍ରିକାରେ ପ୍ରକାଶିତ ହୋଇଥିବା ଏକ ଷ୍ଟଡି ଉପରେ ଆଧାରିତ। ଏଥିରେ ମୂଷାମାନଙ୍କ ଉପରେ PCC1ର ପରୀକ୍ଷଣ କରାଯାଇଥିଲା। PCC1 ମୂଷାମାନଙ୍କର ବୁଢ଼ା କୋଷଗୁଡ଼ିକୁ ଚୟନ କରି ନଷ୍ଟ କରିଦେଇଥିଲା ଏବଂ ସୁସ୍ଥ କୋଷଗୁଡ଼ିକୁ ସୁରକ୍ଷିତ ରଖିଥିଲା। ଫଳସ୍ୱରୂପ ଔଷଧ ନେଇଥିବା ମୂଷାମାନଙ୍କର ଜୀବନକାଳ ସାଧାରଣତଃ 9% ଅଧିକ ହୋଇଥିଲା। ଯଦି ଚିକିତ୍ସା ଆରମ୍ଭ ହେବା ପରଠାରୁ ବୟସ ଗଣନା କରାଯାଏ ତେବେ ଏହା 64.2% ଅଧିକ ଥିଲା। କମ୍ପାନୀର CEO ଏହି ଗୋଲିକୁ ହୋଲି ଗ୍ରେଲ୍ ଅଫ୍ ଲଙ୍ଗିଟିଭିଟି ସାଇନ୍ସ କହିଛନ୍ତି। ସେ କହିଛନ୍ତି ଯେ ସୁସ୍ଥ ଜୀବନଶୈଳୀ ସହିତ ଏହାକୁ ମିଶାଇଲେ ଆଉ କିଛି ବର୍ଷ ମଧ୍ୟରେ 150 ବର୍ଷ ବଞ୍ଚିବା ଏକ ବାସ୍ତବତା ହୋଇଯିବ। କମ୍ପାନୀ ବର୍ତ୍ତମାନ ଏହି ଜ୍ଞାନକୌଶଳକୁ ମଣିଷ ପାଇଁ ଗୋଲି ଆକାରରେ ପ୍ରସ୍ତୁତ କରୁଛି। ବ୍ୟୁରୋ ରିପୋର୍ଟ, ପ୍ରଭାବ ନ୍ୟୁଜ୍।